ଗଛରେ ପିଟି ହୋଇ ବାଇକ୍ ଆରୋହୀ ଗୁରୁତର। ଆଜି ସନ୍ଧ୍ୟାରେ ଜଣେ ବାଇକ୍ ଆରୋହୀ ରାସ୍ତାରେ ଦୁର୍ଘଟଣା ଘଟାଇ ଗୁରୁତର ଥିବାର ଜଣାଯାଏ। ଘଟଣାରୁ ଜଣାଯାଏ ଯେ ସଦର ଥାନା ଅନ୍ତର୍ଗତ ଶିମିଳିପାଟଣା ଗ୍ରାମର ଉମେଶ ଚନ୍ଦ୍ର ବେହେରା, ଯାହାଙ୍କର ବୟସ 35 ବର୍ଷ, ଏକ ବାଇକ୍ରେ ଗଅଁଦି ଆଡ଼କୁ ଆସୁଥିବା ବେଳେ ସନ୍ଧ୍ୟା ସମୟରେ ଦ୍ରୁତ ଗତିରେ ବାଇକ୍ରେ ଯାହାର ନମ୍ବର OD35D 3482 ସାପୁଆ ଝର ନାଳଠାରେ ରାସ୍ତା କଡ଼ରେ ଥିବା ଗଛରେ ଧକ୍କା ହୋଇଥିବାରୁ ଉକ୍ତ ନାଳ ତଳକୁ ଖସି ପଡ଼ିଥିଲେ। ଖବର ପାଇ ଗଅଁଦିଆ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଆହତଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଆହତଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ଗଅଁଦିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଦୁର୍ଘଟଣାଗ୍ରସ୍ତ ବାଇକ୍କୁ ଜବତ କରିଛି। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।